ଭଲ ଅଛି ନୁହଁ କାର ମାଛ ତରକାରୀ ରେଡି। କଣ ଏଟା କଣ ଭଜା ହଉଛି? ତିନିତଲା ସିଢି ଯଦି ଆପଣମାନେ ଚଢ଼ିବେ ଏତେ ଇଜି କି? हाय फ्रेंड्स नमस्कार जय जगन्नाथ वेलकम करो सांगने गोटे न्यू एंड फ्रेश वाला ब्लॉग को आ वीडियोटा भी स्टार्ट होची माने आफ्टरनून हो गलानी माने 1 बाजिगलानी मुझे बाहर चु घर जावाई के माने काम अच्छी बैंक काम सारिकी मुझे टे दे पाखक माने पूरी आ सका सेमती किसी वीडियो है आज दिन सारा वर्षा चलो जी एकाथरे बापा नहीं जी बाहर मत नहीं जाए छाड़ी आसबे तापर दे बाहर पहुँचला सेयार करी जहाँ भी हम चलतु आ क्रिसरा कई ना समस्त बाट पड़े स्कूल सब पड़े लिपा देवी ना पड़े धनदार शोई चलो जी लेट कर टाइम हो गला मुझे जाऊँगी टाइम है घर को जा टाइम नहीं है ना कि दरकार नहीं था पैसा आस नहीं जीव A few hours later. तो सांग मैंने आसिक पहुँचली एवं बो पलि आस ब्याग नबाक मुझे टेकी टेकी नहीं आसपानी लास्ट को अटो लेटिक आसली एवं जी ऊपर चलो सी कौन कर हाथ फात बिंधिला मुझे टेकी टेकी आणिकी मुझे से धरिकी आसली आसपारे जानचु टाइम आसीगला 7:30 बसिली घर बाहरी 12:40 पहुँचली 7:30 ट्रेन जी भिड़ मुझे भल अच्छे भल अच्छे डायरेक्ट देखुच मुझे पहुँचली गधा भाई शोई खाली कह भोक लगे भोक लगे अरे शोई गड़ुलु है एका कथा हाँ देख कौन आसी बापा दे जो जिनस गुड़ाक मुझे टेकी पाइल नहीं जानचु ना मुझे आसली खाइबे गोटे भोक लगे देखीदेला रखीदेला पचर खाइबा गंठी पकईदे शाग मामू लगेदेले उठा तुम खाइब ये 3टा गछ आंब आंब मो प्रिय आंब ये आंबटा मुझे देखी वीडियो भाई वीडियो कलरा पोटल आलू बीन्स अच्छी ना बैगन तमर है आलू खाइबनी खाइबा जन्ही अच्छा जन्ही कांकड़ अच्छी लो हाँ जन्ही कांकड़ मिसी मिसाई अच्छी आती भेंडी भेंडी तुम बाड़ी बोधे सुखुआ सुखदेव तार कंचा लगा मुझे एत बाट देखिए जान दूची काकुड़ी मत भोक मो मुंड बुलेगा
ଟମାଟୋ ଟମାଟୋ ଗୋଟେ ଖାଇଦେ ରକ୍ତ ହବ। ଆମ୍ବ ଖାଇବ, ମୁଁ ଖାଇବି, ପିଆଜ ପିଆଜ ଟମାଟୋ ସଇଲା। କ୍ଷୀର ଆମର ଆସିଛି ଆଉ କ୍ଷୀରଟା ଆମ ଘରୁ ଆସିଛି। ବୋଇତାଳୁ ଗୋଟେ ବାପା ଦେଇଥିଲେ, ଛୋଟ ବୋଇତାଳୁ ଗୋଟେ, ଛୋଟ ବୋଇତାଳୁଟେ। ଆଉ ସଜନା ଶାଗ, ସଜନା ଶାଗ ଦେଖିନି ଅବସ୍ଥା ଝଡିଗଲାଣି। ମୁଁ ବ୍ୟାଗରେ ପୁରେଇ ଦେଇଥିଲି। ବାବା କହିଲେ ଛତୁ ଜରିରେ ପୁରେଇ ଦେ, ତାର ଯୋଉ ଫୁଟା ଫୁଟା ଗୁଡା ଅଛି ଏଇଟା ସବୁ ମାଛ, ତ ଚୁନା ମାଛ। ମାଛଟା ଏଟା ଭଜା ହେଇକି ଆସିଛି ତୋ ପାଇଁ। ବାପା ଦେଇଛନ୍ତି ସବୁ। କଣ କହିଲୁ, କଣ ଏଟା? କଣ୍ଟିଆ। ଆସିଲିଣି ଆସିକି 12ଟା ବେଳେ ଆସିକି ପହଞ୍ଚି 7ଟା ବେଳକୁ ତୁ ମତେ କହୁଛୁ ଆହୁରି। ଭୋକ ଲାଗିଲାଣି ଗୋଟେ ଖାଇବି। ମୁଁ ଆମ୍ବ ଖାଇବି ଆଜି ଗୋଟେ। ଆମ୍ବ ଖାଇଯା। ଭାତରେ ତାହେଲେ କଣ ଖାଇବୁ? ଆମ୍ବ ନାହିଁ ଆମର, ସବୁ ଗଡିଆରେ ପଡିଯାଉଛି। ମୁଁ କୋଉଠୁ ଆଣିବି? ନାହିଁ ଲୋ, ଆମ୍ବ ସବୁ ପୋଖରୀରେ ପଡିଛି। ମୁଁ କୋଉଠୁ ଡେଇଁକି ଆଣିଥାନ୍ତି? ନା ସେଟା ନୁହଁ ନୁହଁ। କାର ହଁ ହଁ ହଁ। କହୁଥିଲେ ବୋଉ ଗୋଟେ ଚାପିକି ରଖିଥିଲେ, ସମସ୍ତେ ଖାଇଥିଲେ, ଖାଇନଥିଲେ। ସେଇଥିପାଇଁ ତୋ ପାଖକୁ ଆସିଲା। ଲୁଚେଇ ରଖିଥିଲେ, ମତେ ଦେଲେ, ମୋ ପାଇଁ ଏଇଟା ରଖିଥିଲେ। ଆଉ ସବୁ ଖାଇଥିଲେ। ମୁଁ ଭାବୁଥିଲି ମୁଁ ଥର ଖାଇଦେବିନି, କିନ୍ତୁ ବହୁତ ହେଇଛନ୍ତି। ନହେଲେ ଇଏ ବି କାହା ପେଟକୁ ପଳେଇଥାନ୍ତା। ଦେଖିଥିଲେ ପଳେଇଥାନ୍ତା। ହଁ ଦେଖିଥିଲେ ପଳେଇଥାନ୍ତା କାହା ପେଟ। ଏଇଟା ଖାଇବା ଆগে। ଧନ୍ୟବାଦ ନେଇକି ଆସିଯାରୁ। ଅପେକ୍ଷା କରି କରି ବାପା ଜିତି ଆସିଲେ, ତାପରେ ଥିଲେ ପଛରେ ହେଲା। ମୁଁ ଜିଦି ଫୋନ କରିବି, ଆଗକୁ ଆସ ଆଗକୁ ଆସ, ଦୌଡିଛନ୍ତି ବାପା। ମୁଁ ଆଗକୁ ପଳେଇ ଆସିଥିଲି ତ, ବ୍ରିଜ ଆଗକୁ। ନା ଟ୍ରେନରେ। ତାପରେ ଆସିକି ଦେଇଗଲେ। ଟାଇମ ହେଲା କେତେ ସମୟ ପରେ ଛାଡିଲା। ପୁଣି ବାପା ଚଢିଥିଲେ ପଛରେ। ନିମିକିଟା ଅଛି ଏଇଠି ହେଲା, ଉପରୁ ଭାଙ୍ଗିଯିବ ବେଳକୁ ନା ମୁଁ ସାଇଡରେ ଥୋଇ ଦେଇଛି କହିକି ତାର ଗଲେ। ଚାଲ ଖାଇବା ପିଇବା କର। କଣ ତରକାରୀ କରିବା, କଣ ଭଜା କରିବା, ଚାଲିବ। ମତେ ପ୍ରବଳ ଭୋକ, ଆଖି କୁଣ୍ଡା ହଉଛି। ମୁଁ 11ଟା ବେଳେ ଭାତ ମୁଣ୍ଡେ ଖାଇକି ଆସିଥିଲି ହେଲା। ଚାଲ ଜଲ୍ଦି କର। କି ସ୍କୁଲ ଯାଇଥିଲି, ରୁଟି ନେଇକି ଯାଇଥିଲି, ରୁଟି ଖାଇଲି, ପୁଣି ଆସି ରୁଟି ଖାଇଲି। ସକାଳେ ଖାଇଥିଲି ରୁଟି ନା ଟିକେ ନା ରୁଟି ରୁଟି ଯାଇଛି ଦିନ। ଭୋକ ମତେ ପ୍ରବଳ। ଜଲ୍ଦି ଜଲ୍ଦି ଯା ଭାଜୁଛୁ, ଭାଜ ଫଟାଫଟ, ଲେଟ୍ କରନା। ମୁଁ ଖାଇକି ପୁରା ଶୋଇବି, ବୁଝିଲି ନା? ମୁଁ ପୁରା ଦେହ ପୁରା କଣ ହେଇଗଲାଣି। କେମିତି ଖାଇକି ମୁଠେ ଟିକେ ଶାନ୍ତିରେ ଶୋଇ ପଡ଼ିବି, ତାପରେ ସକାଳୁ ଉଠିଲେ ଯୋଉ କଥା। ଆଉ ନହେଲେ କିଛି ନୁହଁ। ଚାଲ ଭାଜିଦେ, ଖାଇଦେବା, ଶୋଇପଡ଼ିବା, କାଲିକି ଦେଖାବା ଆଉ। The next day. ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ମାନେ ଭିଡ଼ିଓଟା ମୁଁ ଆରମ୍ଭ କରିଦେଲି। କାଲିର ରାତିରେ ଭିଡ଼ିଓ କଣ୍ଟିନ୍ୟୁ ହେଇପାରିନଥିଲା ତ, ପ୍ରବଳ ଥକା। ଟ୍ରେନରେ ଆସିକି ନିଦ ପ୍ରବଳ, ମୋ ଗୋଡ଼ ହାତ ଯେଉଁ ବିନ୍ଧା, ମୁଣ୍ଡ ବିନ୍ଧା। କେମିତି ଟିକେ ଖାଇ ଦେଇକି, ମାନେ ଭାତ ଆଉ ଖାଇ ଦେଇକି ଶୋଇଲି। ତାପରେ ବୋଉ ପୁଣି ମୋ ଗୋଡ଼ ହାତ ତେଲ ମାରିଦେଲା। ତାପରେ ଆରାମସେ ଟିକେ ନିଦ ହେଲା। ଏବେ ଆସିକି ହେଲାଣି ଟାଇମ୍ 9ଟା। ଟିକେ ଲେଟ୍ ଉଠିଲି, ଦେହଟା ଟିକେ ଭଲ ନଥିଲା ବୋଲି। ଆଉ ବାହାରିଛି ଟିକେ ଯିବି ବୋଲି ମାର୍କେଟ। ମାନେ ତାଙ୍କର ନାହିଁ ସବୁ କ'ଣ ବୋଉ ଆଳୁ ନାହିଁ, ଆଣିବ ଆଉ। ଆଳୁ ନାହିଁ, ତେଲ ନାହିଁ, ଯାହା ନାହିଁ। ମୁଁ ଏଠି ଦେବି, ଯିବି ତ ଆଣିବାକୁ। ଆଉ ମୁଁ ଜାଣିଥିଲି ଆଉ ସକାଳୁ ସକାଳୁ ମୋତେ ଉଠେଇ ଦେଇଛନ୍ତି ସେଇଥିପାଇଁ। ବାକି କ'ଣ କରିଛୁ, ମୋତେ ଭୋକ ପ୍ରବଳ ଲାଗିଲାଣି। ରୁଟି ସନ୍ତୁଳା, ରୁଟି ସନ୍ତୁଳା। ବାପା ଫୋନ୍ କଲେ ଗୋଟେ ବହୁତ ସନ୍ତୁଳା ରୁଟି କରିଦେଇ ତାକୁ ଟିକେ ସାଙ୍ଗେ ଖାଇଦେବା। ଖାଇଦେଇକି ଯିବା, ଭୋକ ବି ଲାଗିଲାଣି ଜୋରେ। ମୁଁ
ସନ୍ତୁଳା ଏତେ ପସନ୍ଦ ନୁହଁ। ମାଛ ତାଙ୍କୁ ଖାଉଛନ୍ତି ମୁଁ ଖାଇନି, ମୋତେ ଭଲ ଲାଗେ। ଭଣ୍ଡା ଫଣ୍ଡା ପଡ଼େ ବୋଲି ମୋତେ ପସନ୍ଦ ନୁହଁ। କିନ୍ତୁ ଭୋକଟା ଲାଗୁଛି ଯେହେତୁ କ'ଣ କରିବା, ଟିକେ ଖାଲି ଖାଇଦେବା କଥା ହାଲକା ଫୁଲକା ଆଉ କ'ଣ ହେବ ସକାଳୁ? ମାଛ ହବ, ବୋଇତାଳୁ ଶାଗ, ବୋଇତାଳୁ କୁଚେଇକି ଶାଗ ସୁଜନା ଶାଗ ଭଜା। ସୁଜନା ଶାଗ ସଜନା ଯେଉଁଟା ଆସିଛି ଘରୁ। ଏଠି ଚୁନା ମାଛ ଆଉ ଏଠି ସଜନା ଶାଗ ତାକୁ ଇଏ କରି ରଖି ସାରିଲୁଣି ନା? ପଖାଳ ନା ଗରମ? ଗରମ ହବ ପଖାଳ, ଯିଏ ଯିଏ ଯାହା ଖାଇବ। ଯାହା ଖାଇବ ଆଉ। କ'ଣ ଖାଇବ? ମୁଁ ତ ଶାଗ ଖାଇବିନି, ଶାଗ କଟ୍। ନା ତୁ ଶାଗ ଖାଇବ, ଭିଟାମିନ୍ କମିଯିବ। ଆଉ ଆଉ କ'ଣ ଖାଇବା? ଯାଉଛି ଆଳୁଟା ନେଇ ଆସେ ଜଲ୍ଦି ଜଲ୍ଦି, ହଁ ଯା ନେଇ ଆସିବୁ। ନେଇକି ପଳେଇ ଆସେ ପାଖକୁ। ବର୍ଷା ବି ଆସିଲାଣି ନା କ'ଣ? ନା ଆଉ ପାଗ ଚେଞ୍ଜ ଦେଖଉଛି। ଆମ ଘର ଆଡ଼େ ହେଉନି ବର୍ଷା? ଆମର ନା ବାବାଙ୍କୁ ପଚାରିଥିଲୁ? ବର୍ଷା ନାହିଁ, ନହେଲେ କହିଥାନ୍ତେ ଭଲ ଥିଲେ। ହଉ ଚାଲ ଯିବା ସାଙ୍ଗମାନେ, ଚାଲ ଯିବା ନେଇକି ଫଟାଫଟ ପଳେଇ ଆସିବା। ଚାଲି ବୋଉ ହେଲା। ମୋର ଗୋଟେ ପାଣି ରଖିଦେଇଥିବୁ ପିଇବି, ଆସିଲେ ମୋତେ ପ୍ରବଳ ଶୋଷ। ଦେଖିବି ଦେଖିଆ ସେଇଠି ଯଦି ନଡ଼ିଆ ଦେଖିବି ପାଖରେ ଯଦି ଥିବ। ନଡ଼ିଆ? ଥିବ ଏ ପାଖରେ। ହଉ ତାହେଲେ ଦେଖିବା ଆଉ ଟ୍ରାଏ କରିବା ନଡ଼ିଆ ଥିବା ଆଣିବା ପାଇଁ। ଚାଲ ପଳେଇବା ଏବେ ନେଇକି ଆସିବା। ଆସିଲି ତମ ଧର ଆଳୁ ନେଲୋ ମା, ମୋ ଅବସ୍ଥା ଖରାପ ହେଇଗଲା ଏଇଠୁ ଟିକେ ଆସିକି। ପ୍ରଭୁ ଚାଲିବାଟା 3 ତାଲା କ'ଣ ଏତେ ଇଜି? 3 ତାଲା ସିଢ଼ି ଯଦି ଆପଣମାନେ ଚଢ଼ିବେ ଏତେ ଇଜି କି ନୁହଁ। ତାପରେ ସିଆଡ଼ୁ ବୁଲି ବୁଲିକି ଆସିବୁ, ଆସିକି ସିଢ଼ି ଚଢ଼ିବୁ ନା ବାବୁ, ଜମା ଇଜି ନୁହଁ, ଡିଫିକଲ୍ଟ। ମୋ ଦେହ ପୁରା କ'ଣ ହେଇଗଲାଣି ଲୋ ମା। ମୁଁ ତ ରୋଷେଇ ଚଲେଇଛି, ଭାତ ବସେଇଛି ଏପଟେ, ମାଛ ଚଢ଼ଚଢ଼ି ଚାଲିଛି ତାର ରୋଷେଇ ବାସ ଆଉ ନା କ'ଣ ବୋଉ? ହଉ କରିଦେ। ଶାଗ ଭାଜିବୁନି କି? ହଉ ନଡ଼ିଆ ପାଇଲିନି, ସେ କହିଲେ ସେଇ ପାଖରେ ଥିବ ଯେ ଲକ୍ଷ୍ୟ ନାହିଁ, ପଳେଇ ଆସିଲି ଆଉ। ଘର କେତେବେଳେ ଆଣିବୁ କରିବ, ଆଜି ତ କରିବାର ନାହିଁ ନା। ଘାଣ୍ଟ ନା କ'ଣ? ବୋଇତାଳୁ ଘାଣ୍ଟ କରିବା ଲାଗି ପଡ଼ିଛି, ବାକି ନାହିଁ ଦେଖିବା ଆଉ, ଯିବା ପରେ ଯାଇକି ଦେଖି ଆସିବା। ଏବେ କ'ଣ? ଚୁନା ମାଛ ବେସର, ସୋରିଷ ମସଲା ବେସର ନା? ଆଳୁ ପଡ଼ିକି ଚୁନା ମାଛ ବେସର ହବ। ପଡ଼ିଗଲାଣି ଏବେ ତେଲ। କିଏ ଦୀପା ଦେଇ? ଓହୋ, ଆଉ କ'ଣ ପକେଇବୁ ନା କ'ଣ? ହଉ ଏଠି ରଖା ହେଇଯାଇଛି। ଏପଟରେ ଆସିଲା ବେଳକୁ ଭାତ ବସିଥିଲା ନା, ଗଲାବେଳକୁ ପଡ଼ିଛି। ମାଛ ବେସରର ରେସିପିଟା ମୁଁ ଆଜି ସେୟାର କରିବି ଆପଣମାନଙ୍କ ସହିତ। ପଡ଼ିଗଲା ଏବେ ପିଆଜ ହେଇଗଲା, ପକେଇଦେ ମସଲା। ଗୋଟେ ଏଥିରେ କ'ଣ ପଡ଼ିଛି ମସଲା? ଲଙ୍କା, ଜିରା, ରସୁଣ ସବୁ ଜାଳି। ଲଙ୍କା, ଜିରା, ରସୁଣ ଆଉ କ'ଣ? ସୋରିଷ ଗ୍ରାଇଣ୍ଡିଙ୍ଗ ସବୁ ତା ଦେହରେ ପଡ଼ିବ ଆଉ। ସବୁ ମିଶେଇ ପକେଇ ଦେଇଛି, ଡାଇରେକ୍ଟ ପକେଇଦେଲା ଆଉ। ଟମାଟୋ ପଡ଼ିବନି କି? ଆଉ କ'ଣ ପଡ଼ିବ? ଆମ୍ବୁଲ? ଓହୋ, ଟମାଟୋ ପଡ଼ିବ, ଆଳୁ ପଡ଼ିବ ଆଉ। ମସଲା ଗୁଣ୍ଡ କ'ଣ ଖାଲି ହଳଦୀ? ଟମାଟୋ ତା ଦେହରେ ସିଝିବ ନା, ଘଣ୍ଟା କରିବେନି। ଆଳୁ ପକେଇଦେବ ଏବେ। ବାସ୍। ଆଉ ଲୁଣ ପଡ଼ିବ? ତା ଦେହରେ ଆଳୁଟା ସିଝିବ, ଡାଇରେକ୍ଟ ପକେଇଦେଲା, ଲୁଣ ପକେଇଦେଲା, ଘୋଡ଼େଇ ଦେବା ଆଉ। ଘୋଡ଼େଇ ଦେ। ବାସ୍। ବୋଇତାଳୁଟା ଯେଉଁ ଘରୁ ଆସିଥିଲା ତାକୁ ସକାଳୁ କାଟିକି ସନ୍ତୁଳା କରି ସନ୍ତୁଳାରେ ପକେଇ ଦେଇଛୁ ତା ଦେହରେ। ମୁଁ କହୁଛି ବୋଧେ ବୋଇତାଳୁଟା, ମୁଁ ଭାବିଲି ତ ଗୋଟା ବୋଇତାଳୁଟା ପକେଇଦେ, ସନ୍ତୁଳାରେ ପକେଇ ଦେଇଛି। ଆଉ ତୁ କାଟିଦେ ଶାଗ ପାଇଁ। ଚାଲ କଟା ଚାଲୁ। ଟିକେ ଗୋଳେଇ ଦେବା। ବାସ୍। ମାଛ ତରକାରୀ ରେଡ଼ି। ଆମ୍ବୁଲ ଟିକେ ପଡ଼ିଛି ନା କ'ଣ ବୋଉ? ଏପଟରେ ଆମର କ'ଣ ଏଇଟା କ'ଣ ଭଜା ହେଉଛି? ଦଳା ଦଳି। ଭାତରେ ଆଳୁ ପଡ଼ିଯାଇଥିଲା। ବାସ୍
ଦଳା ଦଳି ଆମ୍ବୁଲ ପଡ଼ିକି ମାଛ ବେସର ହେଇଛି। ମାଛ ବେସର ଏପର୍ଯ୍ୟନ୍ତ ଶାଗ ହେଇନି। ଏଠି ବୋଇତାଳୁ କାଟିକି ରଖିଛି। ବୋଇତାଳୁ ମାନେ କୋଉମାନେ କାଳେ କଖାରୁ ବି କୁହନ୍ତି ନା, ତ ଥୁଆ ହେଇଛି ଏଠି। ହଁ ବୋଇତି କଖାରୁ ହେ ତୁ ଜାଣିନୁ, ଏଇଟା କୁହନ୍ତି କଖାରୁ ଆଉ ସେଟା କୁହନ୍ତି ବୋଇତି କଖାରୁ। ତୁ ଜାଣିନୁ ଲୋ, ସିଆଡ଼େ ସବୁ ସିଆଡ଼େ ଓଲଟା ମୋଲଟା କହୁଛନ୍ତି। କିନ୍ତୁ ସିଆଡ଼େ ଅଲଗା ନା, କାହା ଆଡ଼େ କ'ଣ କିଏ ଜାଣିଛି। ହଉ ସରିଲା ରୋଷେଇ ଆଜି, ଆଉ ତ କିଛି ନାହିଁ। ଖାଇବା ଆମର ଆସିଗଲା। ଭାତ, ଏଇଟା ହେଉଛି ବେସର ମାନେ ଯେଉଁ କଣ୍ଟିଆ ଆଉ ହେଉଛି ଯେଉଁ ଚୁନା ମାଛ, ଆଉ ଏଇଟା ଦଳା ହେବ। ଦଳାଟା ମୁଁ ସେମିତି ଦଳିବି। ଏଠି ଆମର ଶାଗ, ସଜନା ଶାଗ ଯେଉଁଟା ଘରୁ ଆସିଥିଲା, ବୋଇତାଳୁ ପଡ଼ିକି ମାନେ ବୋଉ କରିଛି। ବାକି ଏଇଟା ଟିକେ ପାଗଟା କରିଦେବା, ତାପରେ ଯାଇ ଖାଇବା ଆଉ। ରସୁଣ ମୁଁ ଦଳି ପାରିଲି, ବୋଉ ଦେଇଦେଲି ମାନେ ତୁ ଦଳ। କଞ୍ଚା ଲଙ୍କା ରସୁଣର ପାଗ ଦଳା ଦଳି। ତାର ଆସିଲା ପଖାଳ ଭାତ। ପଖାଳ କ'ଣ ପାଇଁ ତୋର? ଇଚ୍ଛା କରିକି ଆଜି ପଖାଳ ନେଇ ଆସିଛି। ବାକି ମୋର ତ ଗରମ ଭାତ ଆଉ। ଏଇଟା ଟିକେ ଗୋଳେଇକି ଖାଉଛି। ସାଙ୍ଗରେ ଟିକେ ଆଳୁ। ଆମ୍ବୁଲ ପଡ଼ିଛି, ଟମାଟୋ। ଆମ ଘରେ ଏଥର ଚଟଚଡ଼ି ହେଇନଥିଲା। ନା, ଯେତେ ଦିନ ମୁଁ ଘରେ ରହିଲି ଖାଲି ଭଜା, ମାଛ, ତରକାରୀ ଏସବୁ ହେଉଥିଲା। ସୋରିଷ ମସଲା ହେଇନଥିଲା। ଏଇଟା ସେ ମୁଁ ସୋରିଷ ମସଲା ଖାଇବି। ହେଇଗଲା ଦଳା। ଦଳାଟା ଭଲ ଅଛି। ବୋଉ ଜାଣିକି ତାର ପଖାଳ ନେଇ ଆସିଛି। ପଖାଳ ଆଇଟମ୍ ସବୁ ଅଛି ନା, ଜାଣିକି ନେଇ ଆସିଛି। ପଖାଳ ଶାଗ, ତାପରେ ମାଛ ବି ଅଛି ସେମିତି ସୁଖା ସୁଖା, ଦଳା ବି ଅଛି। ତାର ଖାଇବ ଆଉ, କାହିଁକି ବେକାର ଗରମ ଖାଇବ। ଠିକ୍ କରୁଛୁ ବୋଉ, ତ ଖାଇଦେ। ଭଲ ଅଛି ନା? ଆଉ ସବୁ ଘର ଘର ଜିନିଷ ନା ବୋଉ, ଦେଶୀ ଜିନିଷ। ଶାଗ ଯାହା ସବୁ ଦଳାଦଳି, ମାଛ ସବୁ ଦେଶୀ। ଚାଲ ଖାଇଦେବା। ସାଙ୍ଗମାନେ ଖିଆ ପିଆ ସରିଗଲା, ଖାଇ ପିଇକି ପଳେଇ ଆସିଲେ। ଏପଟେ ଆମର ବର୍ଷା ପ୍ରବଳ ଉଠିଲାଣି, ଅନ୍ଧାର କରି, କିନ୍ତୁ ହେବାର ନାଁ ନାହିଁ। କିନ୍ତୁ ଘର ଆଡ଼େ ଆମର ବର୍ଷା ହେଉଛି। ତ ଆଜିର ଭିଡ଼ିଓ କେମିତି କ'ଣ ଲାଗିଲା କହିବେ, ଆଉ ଭଲ ଲାଗିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବା ଭୁଲିବେନି। ଦେଖା ହେବ ଗୋଟେ ନ୍ୟୁ ବ୍ଲଗ୍ରେ। ତ ଚାଲନ୍ତୁ ସେ ଯାଏ, ବାଏ ବାଏ।